କଳ୍ପନା କରନ୍ତୁ ଜଣେ ବ୍ୟକ୍ତି ସମାଜର ସବୁଠାରୁ ଆକର୍ଷଣୀୟ ସ୍ଥାନରେ ଅଛନ୍ତି, ମାନେ ସବୁଆଡ଼େ କେବଳ ତାଙ୍କର ଚର୍ଚ୍ଚା ଆଉ ପାଖରେ ଅମାପ ଧନ ସମ୍ପତ୍ତି ଅଛି। ସହରର ବଡ଼ ବଡ଼ ଲୋକମାନେ ତାଙ୍କର ଗୋଟିଏ ଝଲକ ପାଇବାକୁ ପାଗଳ ହେବେନି। ଏମିତି ଅବସ୍ଥାରେ ତ ମଣିଷ ନିଜକୁ ସବୁଠାରୁ କ୍ଷମତାଶାଳୀ ବୋଲି ଭାବିବ। ଏହା ଏକ ସ୍ୱାଭାବିକ କଥା। ବିଲକୁଲ। କିନ୍ତୁ ହଠାତ୍ ଗୋଟିଏ ରାତିରେ କିଛି ଏମିତି ଘଟୁଛି ଯେ ସେ ବ୍ୟକ୍ତି ଜଣକ ସେହି ସବୁ ବିଳାସ ବ୍ୟସନକୁ, ସେହି ଅମାପ ଧନ ସମ୍ପତ୍ତିକୁ ପାଦରେ ଆଡ଼େଇ ଦେଇ ରାସ୍ତାକୁ ବାହାରି ଆସୁଛନ୍ତି। ଆରେ ବାଃ, ଏକଦମ ରାସ୍ତାକୁ। ହଁ, ମାନେ ଏକ ସମ୍ପୂର୍ଣ୍ଣ ଅଜଣା, ଶୂନ୍ୟ ଏବଂ ବୈରାଗ୍ୟର ପଥରେ। ଆଜିର ଏହି ଗଭୀର ଆଲୋଚନାରେ ଆମେ ଠିକ୍ ଏମିତି ଏକ ରହସ୍ୟମୟ ମାନସିକ ଏବଂ ଆଧ୍ୟାତ୍ମିକ ରୂପାନ୍ତରଣ ବିଷୟରେ ବିସ୍ତୃତ ଚର୍ଚ୍ଚା କରିବା। ଆଜିର ଉତ୍ସ ସାମଗ୍ରୀ କଥା ଯଦି କହିବା, ଆମେ ଏହାକୁ ନେଇଛୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ମାନେ ଯାହାକୁ ଆମେ CHSE ବୋଲି କହୁ, ତାଙ୍କର ଦ୍ୱିତୀୟ ବର୍ଷ ସାହିତ୍ୟ ବହିରୁ। ଆଚ୍ଛା, ସେହି ବହିରୁ କେଉଁ ବିଷୟଟି? ଏହା ହେଉଛି ବିଶିଷ୍ଟ କବି ରାଧାମୋହନ ଗଡ଼ନାୟକଙ୍କର ଅତ୍ୟନ୍ତ ଚର୍ଚ୍ଚିତ ଏବଂ ଶକ୍ତିଶାଳୀ କବିତା ପିଙ୍ଗଳାର ଅଭିସାର। ଓହୋ, ପିଙ୍ଗଳାର ଅଭିସାର। ବହୁତ ଲୋକପ୍ରିୟ କବିତା ଏଇଟା। ଏହା ତ ଏକ ଅତି ସୁନ୍ଦର ବିଷୟ। ହଁ, ଆଉ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି କବିତାର ନାୟିକା ପିଙ୍ଗଳାର ଏହି ହଠାତ୍ 180 ଡିଗ୍ରୀ ପରିବର୍ତ୍ତନକୁ ବୁଝିବା। ଯେତେବେଳେ ଭିତରର ଶୂନ୍ୟତା ବାହାରର କୋଳାହଳକୁ ଚାପିଦିଏ, ସେତେବେଳେ ପ୍ରକୃତରେ କ'ଣ ଘଟେ ତାହା ଆମେ ଆଲୋଚନା କରିବା। ଆଉ ଏହି ବିସ୍ଫୋରଣକୁ ଯିଏ ଶବ୍ଦର ରୂପ ଦେଇଛନ୍ତି, ସେହି ସୃଷ୍ଟିକର୍ତ୍ତାଙ୍କ ସମ୍ପର୍କରେ ଟିକେ ଜାଣିବା ନିହାତି ଜରୁରୀ। କବି ରାଧାମୋହନ ଗଡ଼ନାୟକଙ୍କ କଥା ଆମେ କହୁଛୁ। 1911 ମସିହାରେ ଅନୁଗୁଳର କଲଣ୍ଡାପାଳ ଗ୍ରାମରେ ତାଙ୍କର ଜନ୍ମ। ହଁ, ଆମେ ତାଙ୍କୁ ଛନ୍ଦ କବି ଭାବେ ହିଁ ବେଶୀ ଜାଣୁ। ସେଇଆ ହିଁ। କାବ୍ୟନାୟିକା, ଉତ୍କଳିକା ଆଉ ମେଘଦୂତର ଅନୁବାଦ ଭଳି ମହାନ ସୃଷ୍ଟି ପାଇଁ ସେ ପଦ୍ମଶ୍ରୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ଯଦି ମୁଁ ତାଙ୍କୁ ଆଜିର ସମୟ ସହ ତୁଳନା କରେ, ତେବେ ସେ ଜଣେ ମାଷ୍ଟର ଫିଲ୍ମ ଡିରେକ୍ଟରଙ୍କ ଭଳି। ଆଚ୍ଛା, ମାଷ୍ଟର ଫିଲ୍ମ ଡିରେକ୍ଟର। ଏ ତୁଳନାଟି ଟିକେ ନୂଆ ଲାଗୁଛି। ମାନେ ଦେଖନ୍ତୁ, ଜଣେ ଦକ୍ଷ ନିର୍ଦ୍ଦେଶକ କିପରି କ୍ୟାମେରା ଆଙ୍ଗଲ ଆଉ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ବଦଳାଇ ଆମ ମନରେ ସିଧାସଳଖ ଭୟ, ଆନନ୍ଦ କିମ୍ବା ଶାନ୍ତି ତିଆରି କରିପାରନ୍ତି, ଠିକ୍ ସେମିତି ଗଡ଼ନାୟକ ତାଙ୍କ ଶବ୍ଦର ଛନ୍ଦ ଜରିଆରେ ପିଙ୍ଗଳାର ଅଶାନ୍ତ ମନରୁ ନେଇ ତାର ଶାନ୍ତ ଆଧ୍ୟାତ୍ମିକ ସ୍ଥିତି ପର୍ଯ୍ୟନ୍ତ ଏକ ଜୀବନ୍ତ ଯାତ୍ରା କରାନ୍ତି। ତେବେ ଆସନ୍ତୁ ସେହି ଅନୁଭୂତିର ଆରମ୍ଭକୁ ଯିବା। କବିତାରେ ଆମେ ଦେଖୁଛୁ ଯେ ପିଙ୍ଗଳା ନିଜକୁ ଜଣେ ବାରବଧୂ ବା ସମାଜର ନଜରରେ ଏକ ବିଳାସର ସାମଗ୍ରୀ ବୋଲି ଖୋଲାଖୋଲି ସ୍ୱୀକାର କରିଛି। ହଁ, କିନ୍ତୁ ଆଜି ରାତିରେ କିଛି ବଦଳି ଯାଇଛି। ହଁ, ସେଇଆ ହିଁ। ସେ ଘୋଷଣା କରୁଛି ଯେ ସେ ଆଉ ରସିକ ନାଗରମାନଙ୍କ ପାଇଁ ଫୁଲଶେଜ ସଜାଇବ ନାହିଁ କିମ୍ବା ସେହି କେଳିଦୀପ ଆଉ ଜାଳିବ ନାହିଁ। ଯେଉଁ ପ୍ରେମ ଓ ଶାରୀରିକ ଆକର୍ଷଣ ପାଇଁ ସେ ଏତେ ବର୍ଷ ନିଜର ଜୀବନ ବିତାଇଲା, ତାକୁ ସେ ଆଜି ପୀରତିର ଅଭିନୟ ବା ଗୋଟିଏ ନାଟକ ବୋଲି କହୁଛି। ଆଚ୍ଛା, ମାନେ ଏକ ପ୍ରକାର ମିଛ ଅଭିନୟ। ସମ୍ପୂର୍ଣ୍ଣ ମିଛ। ସେହି ବିଳାସବ୍ୟାସନ ତା ପାଇଁ ନିଶାର ଅସାର ସ୍ୱପ୍ନ ବା ଏକ ଅର୍ଥହୀନ ରାତିର ସ୍ୱପ୍ନରେ ପରିଣତ ହୋଇଯାଇଛି। କବିତାର ପରବର୍ତ୍ତୀ ଧାଡ଼ିଗୁଡ଼ିକରେ ସେ କହୁଛି, ଏ ମୋର ଜୀବନ ପଙ୍କ ଉରସେ ଫୁଟିଅଛି ଶତଦଳ ଏବଂ ରିକ୍ତ ଏ ମୋର ସୁକ୍ତି ଗର୍ଭେ ଫଳିଛି ମୁକ୍ତା ଫଳ। ଶୁଣିବାକୁ ଖୁବ୍ ମଧୁର ଲାଗୁଛି ସତ, କିନ୍ତୁ ନିଜ ଜୀବନକୁ ପଙ୍କ ବା କାଦୁଅ ସହ ତୁଳନା କରିବା, ଏହା କ'ଣ ଆତ୍ମନିନ୍ଦା ନୁହେଁ? ନିଜକୁ ଗୋଟିଏ ଖାଲି ଶାମୁକା ବୋଲି ଭାବିବା କ'ଣ ଏକ ନକାରାତ୍ମକ ଦିଗ ନୁହେଁ? ନା, ଆଦୌ ନୁହେଁ। ଯଦି ଆମେ ଏହାକୁ ବୃହତ୍ତର ପୃଷ୍ଠଭୂମି ସହ ଯୋଡ଼ିବା ନା, ତେବେ ବୁଝିପାରିବା ଯେ ଗଡ଼ନାୟକ ଏହି ପ୍ରତୀକଗୁଡ଼ିକୁ କାହିଁକି ବ୍ୟବହାର କରିଛନ୍ତି। ପଦ୍ମ ଫୁଲର ସୃଷ୍ଟି ପ୍ରକ୍ରିୟାକୁ ଟିକେ ବିଚାର କରନ୍ତୁ। ଆଚ୍ଛା। ପଦ୍ମ କେବେ ବି ସଫା ମାର୍ବଲ ପଥର ଉପରେ ବା ଶୁଖିଲା ପରିଷ୍କାର ମାଟିରେ ଫୁଟିପାରିବ ନାହିଁ। ତାକୁ ବିକଶିତ ହେବା ପାଇଁ ସେହି ଗଭୀର ଆବର୍ଜନାପୂର୍ଣ୍ଣ କାଦୁଅର ନିହାତି ଆବଶ୍ୟକତା ରହିଛି। ହଁ, ବିନା କାଦୁଅରେ ପଦ୍ମ ଅସମ୍ଭବ। ଠିକ୍ ସେୟା। ପିଙ୍ଗଳା ଏହା ବୁଝିସାରିଛି ଯେ ତାର ଅତୀତର ଯେଉଁ ପାପ, କଷ୍ଟ ଏବଂ ଯନ୍ତ୍ରଣା ଥିଲା, ଯାହାକୁ ସେ ପଙ୍କ କହୁଛି, ତାହା ହିଁ ତାର ଆଧ୍ୟାତ୍ମିକ ଉତ୍ତରଣ ପାଇଁ ଉର୍ବର ମାଟି ସାଜିଛି। ସେ ନିଜ ଅତୀତକୁ ଘୃଣା କରୁନାହିଁ। ଓହୋ, ତାମାନେ ଏହା ହେଉଛି ସମ୍ପୂର୍ଣ୍ଣ ଆତ୍ମସ୍ୱୀକୃତି। ସେ ତାର ଅତୀତଠାରୁ ପଳେଇବାକୁ ଚେଷ୍ଟା କରୁନାହିଁ। ବିଲକୁଲ ଠିକ୍।
ଆଉ ଶାମୁକାର ଉଦାହରଣଟି ଦେଖନ୍ତୁ। ଶାମୁକା ଭିତରେ ଯେତେବେଳେ ରିକ୍ତତା ଥାଏ ଏବଂ ସେଥିରେ ଗୋଟିଏ ବାଲିକଣା ପଶିଯାଏ, ସେହି ଘର୍ଷଣ ଓ ଯନ୍ତ୍ରଣାରୁ ହିଁ ମୂଲ୍ୟବାନ ମୁକ୍ତା ତିଆରି ହୁଏ। ପିଙ୍ଗଳାର ଅନ୍ତରରେ ଯେଉଁ ଏକାକୀପଣ ଥିଲା, ତାହା ଭିତରେ ହିଁ ଭଗବତ୍ ପ୍ରେମର ମୁକ୍ତା ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟଜନକ। ଆଉ ଗୋଟେ କଥା ଲକ୍ଷ୍ୟ କରିବେ, ପଙ୍କ ଶବ୍ଦଟି ଉଚ୍ଚାରଣ କଲାବେଳେ ଏକ ଓଜନଦାର ଭାବ ଆସେ, କିନ୍ତୁ ପରବର୍ତ୍ତୀ ଶବ୍ଦ ଶତଦଳ ଉଚ୍ଚାରଣ କଲାବେଳେ ଏକ ମୁକ୍ତ ଏବଂ ହାଲୁକା ଅନୁଭବ ହୁଏ। ଏହା ହିଁ ହେଉଛି ଛନ୍ଦ ମାଧ୍ୟମରେ ମାନସିକ ରୂପାନ୍ତରଣ। ସତରେ ଏହି ବୈଷୟିକ ଏବଂ ଭାବଗତ ଦିଗର ମିଳନ ଅତୁଳନୀୟ। ଆଉ ଏହି ମୁକ୍ତା ପାଇସାରିବା ପରେ ସେ ସିଧା କହୁଛି, ଲୋଡ଼ା ନାହିଁ ମୋର ଧନ ସମ୍ପଦ, ଲୋଡ଼ା ନାହିଁ ମୋର ବିଳାସକୁଞ୍ଜ। ଯେଉଁ ବିଳାସକୁଞ୍ଜ ଦିନେ ତା ପାଇଁ ସବୁ କିଛି ଥିଲା, ତାକୁ ପଛରେ ପକାଇ ସେ ବାହାରକୁ ଆସୁଛି। କିନ୍ତୁ ଏବେ ସେ ଯାଉଛି କେଉଁଠିକି? ଏଇଠାରୁ କବିତାର ପରିବେଶ ଏକ ନୂଆ ମୋଡ଼ ନେଉଛି। ଆମେ ଦେଖୁଛୁ ଯେ ପିଙ୍ଗଳା ଏବେ ଉନ୍ମୁକ୍ତ ପ୍ରକୃତିର ସାମ୍ନାରେ ଛିଡ଼ା ହୋଇଛି। ମଧୁର ନିଶୀଥ, ହସୁଥିବା ତାରା, ସ୍ନିଗ୍ଧ ସମୀର ଏସବୁ ତାର ଯାତ୍ରାର ସାକ୍ଷୀ ସାଜିଛନ୍ତି। ଏହା କେବଳ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନୁହେଁ। ତାହେଲେ ଆଉ କ'ଣ ପାଇଁ? ବାହାରର ଏହି ତାରା ସହ ତା ମନର ସମ୍ପର୍କ କିପରି ଯୋଡ଼ି ହେଉଛି? ମାନେ, ଯେତେବେଳେ ମଣିଷ ଗୋଟିଏ ବନ୍ଦ କୋଠରୀରେ ନିଜ ଅହଙ୍କାର ଭିତରେ ବନ୍ଦୀ ଥାଏ, ସେ ଦୁନିଆକୁ କେବଳ ତାର ନିଜ ଦୃଷ୍ଟିରୁ ଦେଖେ। କିନ୍ତୁ ଆତ୍ମାର ଜାଗରଣ ହେଲେ ସେହି ସୀମାରେଖା ଉଭେଇଯାଏ। ପିଙ୍ଗଳା କହୁଛି ଯେ ତାର ପାଷାଣ କାରା ବା ପଥରର ଜେଲ୍ ଭାଙ୍ଗିଯାଇଛି। ହଁ, ଏକଦମ ମୁକ୍ତ। ସେ ନିଜକୁ ଗୋଟେ ମୁକ୍ତଚାରିଣୀ ତଟିନୀ, ଅର୍ଥାତ୍ ଏକ ସ୍ୱାଧୀନ ନଦୀ ଭଳି ଅନୁଭବ କରୁଛି। ଆଉ ଏହି ଯାତ୍ରାରେ ତାକୁ ଦିଗଦର୍ଶନ ଦେଉଛି ଦୂରରୁ ଶୁଭୁଥିବା ମଞ୍ଜୁ ମୁରଳୀର ସ୍ୱର। ମଞ୍ଜୁ ମୁରଳୀ ମାନେ ଈଶ୍ୱରଙ୍କର ଡାକରା। ଠିକ୍ କହିଲେ। ସେ ବର୍ତ୍ତମାନ ବାରବିଲାସିନୀ ନୁହେଁ, ସେ ପାଲଟି ଯାଇଛି ପ୍ରେମର ସନ୍ନ୍ୟାସିନୀ। ପ୍ରେମର ସନ୍ନ୍ୟାସିନୀ। ବାଃ, ଏହି ଦୁଇଟି ବିପରୀତ ଶବ୍ଦର ମିଳନ ଖୁବ୍ କୌତୁକଳପୂର୍ଣ୍ଣ। ସାଧାରଣତଃ ସନ୍ନ୍ୟାସ ନେବାର ଅର୍ଥ ହେଲା ସବୁ ପ୍ରକାର ପ୍ରେମରୁ ଦୂରେଇ ଯିବା। କିନ୍ତୁ ଏଠାରେ ସେ ପ୍ରେମୀକୁ ତ୍ୟାଗ କରୁନାହିଁ, ବରଂ ତାକୁ ଏକ ପବିତ୍ର ସ୍ତରକୁ ନେଇଯାଉଛି। ସତ କଥା। ଏହି ପ୍ରସଙ୍ଗରେ ତାର ଗୋଟିଏ ଘୋଷଣା ମୋତେ ଖୁବ୍ ପ୍ରଭାବିତ କରିଛି। ସେ ନିଜର ରୂପ ଏବଂ ଯୌବନ ବିଷୟରେ କହୁଛି ଯେ ପିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଧୂପ। ମାନେ ସେ ନିଜର ଯୌବନକୁ ଆରତିର ଧୂପ ଭଳି ଜାଳିଦେବ। ଏଇ ରୂପକର ଗଭୀରତା ବିଷୟରେ ଆପଣ କ'ଣ ଭାବୁଛନ୍ତି? ପ୍ରକୃତରେ ଏହାର ମୂଳ ଭାବନା କ'ଣ ହୋଇପାରେ? ଦେଖନ୍ତୁ, ଏକ ଗଣିକାର ଜୀବନରେ ତାର ରୂପ ହିଁ ତାର ମୂଳଧନ ଥାଏ। ଏବେ ଯେତେବେଳେ ସେ ଆଧ୍ୟାତ୍ମିକ ମାର୍ଗରେ ଯାଉଛି, ସେ ସେହି ଶରୀରକୁ ଘୃଣା କରିପାରିଥାନ୍ତା, କିନ୍ତୁ ସେ ତାହା କରୁନାହିଁ। ସେ ନିଜର ରୂପକୁ ଗୋଟିଏ ଆରତି ଧୂପ ଭଳି ଭଗବାନଙ୍କ ପ୍ରେମରେ ଜାଳିଦେବାକୁ ଚାହୁଁଛି। ହଁ, ଗୋଟିଏ ଧୂପକାଠି ଭଳି। ଏକ୍ଜାକ୍ଟ। ଗୋଟିଏ ଧୂପକାଠି ନିଜେ ସମ୍ପୂର୍ଣ୍ଣ ଜଳିଯାଏ, କିନ୍ତୁ ପରିବେଶକୁ ସୁଗନ୍ଧର ଭରିଦିଏ। ଠିକ୍ ସେହିପରି ପିଙ୍ଗଳା ନିଜର ଭୌତିକ ସତ୍ତାକୁ ସମାପ୍ତ କରି ସେହି ଦିବ୍ୟ ପ୍ରେମରେ ଲୀନ ହେବାକୁ ପ୍ରସ୍ତୁତ ଅଛି। ଏହା ଏକ ଚୂଡ଼ାନ୍ତ ଆଧ୍ୟାତ୍ମିକ ସମର୍ପଣ। ଏବଂ ଏହି ସମର୍ପଣ ପରେ ଆସୁଛି ସେ ଏବେ ମାଟିର ଘାସ ଉପରେ ଶୋଇ ଆକାଶକୁ ଅନାଇ ବନ୍ଧୁଙ୍କ ସ୍ୱପ୍ନ ଦେଖିବ, ଆଉ ଚନ୍ଦ୍ର ସୂର୍ଯ୍ୟ ତାର ସାକ୍ଷୀ ରହିବେ। ମହାଜାଗତିକ ଚେତନା ସହ ଏହି ଏକାକାର ହେବାର ଅନୁଭବ ବହୁତ ରୋମାଞ୍ଚକର ଲାଗୁଛି। କିନ୍ତୁ ଆଲୋଚନାକୁ ଆଗକୁ ନେବା ପୂର୍ବରୁ ମୋ ମନରେ ଗୋଟେ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ଆପଣ ଟିକେ ବୁଝାଇବେ? ହଁ, ନିଶ୍ଚୟ, କୁହନ୍ତୁ। ମଣିଷ ଯେତେବେଳେ ବି ଗୋଟେ ନୂଆ ରାସ୍ତାରେ ଯାଏ ନା, ତାର ଅତୀତର ବୋଝ ତାକୁ ପଛକୁ ଟାଣି ହିଁ ଟାଣେ। ଆଉ ପିଙ୍ଗଳା ତ କୌଣସି ସାଧାରଣ ନାରୀ ନଥିଲା। ସମାଜ ଦୃଷ୍ଟିରେ ସେ ଜଣେ ପତିତା, ଜଣେ ପାପିନୀ ଥିଲା। ସେ କେବଳ ଭାବିଦେଲା ଆଉ ଦିବ୍ୟ ହୋଇଗଲା। ଏହା ତ ଏତେ ସହଜ ହୋଇନଥିବ। ତାକୁ ନିଜର ଭିତରେ ଜମି ରହିଥିବା ସେହି ଅପରାଧବୋଧ ବା ଗିଲ୍ଟର ସାମ୍ନା କରିବାକୁ ପଡ଼ିବ ନାହିଁ କି? ବହୁତ ଭଲ ପ୍ରଶ୍ନ ପଚାରିଲେ ଆପଣ। ଏହି ପ୍ରଶ୍ନଟି ଆମକୁ କବିତାର ଚତୁର୍ଥ ଭାଗ ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଘେନିଯାଏ। ଚତୁର୍ଥ ପଦରେ ପିଙ୍ଗଳା ଘୋଷଣା କରୁଛି, ବିଦାୟ ନେଉଛି ବିଦେହନଗର, ବିଦାୟ ନେଉଛି ଆଜି। ନିଜର କର୍ମକ୍ଷେତ୍ରରୁ ବିଦାୟ। ହଁ, କିନ୍ତୁ ଏଥର ତାର ଯିବା କୌଣସି ପରାଜୟ ନୁହେଁ। ସେ ନିଜର ସତ୍ୟ ପରିଚୟ ପାଇସାରିଛି ଯେ ସେ ପ୍ରକୃତରେ ସ୍ୱର୍ଗର ଅମର କନ୍ୟା, ଯିଏ ପୃଥିବୀରେ ପତିତା ସାଜିଥିଲା। କିନ୍ତୁ ଏହି କଥାଟି ମୋତେ ଟିକେ ଦ୍ୱନ୍ଦ୍ୱରେ ପକାଉଛି। ଯଦି ସେ ନିଜକୁ ଅମର କନ୍ୟା ବୋଲି ହୃଦୟଙ୍ଗମ କରୁଛି, ତେବେ ସେ କାହିଁକି ଏତେ କଠୋର ନବରେ ନିଜକୁ ସମାଲୋଚନା କରୁଛି? ସେ ପୁଣି କହୁଛି, ସର୍ପିଣୀ ସମ ସୃଷ୍ଟିର ତଳେ ସୃଜିଲି ବିଷମ ବିଷ, ମାନେ ନିଜକୁ ଗୋଟେ ସାପ ସହ ତୁଳନା କରୁଛି।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ହଁ, ମାନେ ଯଦି ତାର ଆଧ୍ୟାତ୍ମିକ ଜାଗରଣ ହୋଇସାରିଛି, ତେବେ ଏତେ କଠୋର ଶବ୍ଦରେ ନିଜକୁ ନିନ୍ଦା କରିବାର କାରଣ କ'ଣ? ବୁଝିଲେ ତ, ଏହା ହିଁ ଆଧ୍ୟାତ୍ମିକ ଦର୍ଶନର ବାସ୍ତବିକତା। ଜଣେ ଆଲୋକରେ ପହଞ୍ଚିଗଲେ ଯେ ଅନ୍ଧକାରର ସ୍ମୃତି ଲିଭିଯାଏ ତାହା ନୁହେଁ, ବରଂ ସେହି ଦିବ୍ୟ ଆଲୋକରେ ହିଁ ନିଜର ଅତୀତର ଭୁଲଗୁଡ଼ିକ ଆହୁରି ସ୍ପଷ୍ଟ ଭାବରେ ଦେଖାଯାଏ। ପିଙ୍ଗଳା ନିଜର ଦୋଷକୁ ଲୁଚାଉ ନାହିଁ। ଆଚ୍ଛା, ସେ ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛି। ହଁ, ସେ ମାନୁଛି ଯେ ସେ ଜଗତରେ ବିଷ ଭରିଛି, କିନ୍ତୁ ଏହି ଅନୁତାପ ତାକୁ ଦବେଇ ଦେଉନାହିଁ, କାରଣ ତା ପାଖରେ ଏବେ ଏକ ନୂଆ ଲକ୍ଷ୍ୟ ଅଛି, ତାର ପତିତ ପାବନ ବନ୍ଧୁ। କିନ୍ତୁ ଆମ ସମାଜ କ'ଣ ଏହାକୁ ସହଜରେ ଗ୍ରହଣ କରିବ? ସମାଜ ତ ସବୁବେଳେ ତାକୁ ଜଣେ ବାରବୋଧ ହିସାବରେ ହିଁ ମନେ ରଖିବ। ସମାଜ କେବେ ବି ଏତେ ବଡ଼ କଳଙ୍କକୁ କ୍ଷମା ଦିଏ ନାହିଁ। ଦରକାର ଯେ ସମାଜର ନିୟମ ଏବଂ ଈଶ୍ୱରୀୟ ପ୍ରେମର ନିୟମ ସମ୍ପୂର୍ଣ୍ଣ ଅଲଗା। ପିଙ୍ଗଳା ସମାଜ ପାଖରୁ କ୍ଷମା ମାଗୁନାହିଁ। କବିତାର ଅଛି ନା, ମଞ୍ଜୁ ମଧୁର ମୁରଳୀର ରବେ ଡାକୋଇ ଆଦରେ ଅତି, ଅର୍ଥାତ୍ ତାର ପ୍ରିୟତମ ତାର କଳୁଷିତ ଅତୀତକୁ ଦେଖି ମଧ୍ୟ ତାକୁ ଦୂରେଇ ଦେଉନାହାନ୍ତି, ବରଂ ଆହୁରି ଆଦରରେ ଡାକୁଛନ୍ତି। ଏକଦମ। ଗଡ଼ନାୟକ ସେହି ପରମାତ୍ମାଙ୍କୁ ବିଶ୍ୱ ପରଶମଣୀ ଭାବରେ ବର୍ଣ୍ଣନା କରିଛନ୍ତି। ଆମେ ଜାଣୁ ଯେ ପରଶମଣୀର ସ୍ପର୍ଶରେ ଲୁହା ମଧ୍ୟ ସୁନା ହୋଇଯାଏ। ପରମାତ୍ମାଙ୍କର ଗୋଟିଏ ସ୍ପର୍ଶ ପିଙ୍ଗଳାର ସମସ୍ତ ପାପବୋଧକୁ ପବିତ୍ରତାରେ ବଦଳାଇ ଦେଇଛି। ଏହା ଜୀବାତ୍ମାର ପରମାତ୍ମାଙ୍କ ପାଖକୁ ଏକ ବିଶୁଦ୍ଧ ଅଭିସାର। ସତ୍ୟରେ ଏହି କାହାଣୀଟି ଯେତିକି କାବ୍ୟକ ସେତିକି ଦାର୍ଶନିକ। ଜଣେ ସାଧାରଣ ନାରୀର ଏହି ଅସାଧାରଣ ଆଧ୍ୟାତ୍ମିକ ଉତ୍ତରଣ ବିଷୟରେ ଚର୍ଚ୍ଚା କଲେ ବୁଝିହୁଏ ଯେ ପ୍ରକୃତ ପରିବର୍ତ୍ତନ କେତେ ଶକ୍ତିଶାଳୀ ହୋଇପାରେ। ତେବେ ଏସବୁର ଅର୍ଥ କ'ଣ ଆମ ସମସ୍ତଙ୍କ ପାଇଁ? ଆପଣ ହିଁ କୁହନ୍ତୁ। ମୋ ମତରେ ସବୁଠାରୁ ବଡ଼ ଶିକ୍ଷା ହେଉଛି ଯେ କେହି ବି ନିଜର ଅତୀତ ପାଇଁ ସବୁଦିନ ବନ୍ଦୀ ହୋଇ ରହିବା ଉଚିତ ନୁହେଁ। ଯେକୌଣସି ମୁହୂର୍ତ୍ତରେ ଗୋଟିଏ ଆନ୍ତରିକ ଡାକରା ଆମକୁ ପୂର୍ଣ୍ଣ ଆଲୋକ ଆଡ଼କୁ ଟାଣି ନେଇପାରିବ। ଆଉ ଯଦି ଆମେ ଏହାକୁ ଆମର ବର୍ତ୍ତମାନର ଆଧୁନିକ ଦୈନନ୍ଦିନ ଜୀବନଶୈଳୀ ସହ ତୁଳନା କରିବା ନା, ତେବେ ଏହା ଆମର ତଥାକଥିତ ସଫଳତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଉଛି। ହଁ, ସେହି ବ୍ୟାଙ୍କ ବାଲାନ୍ସ ଆଉ ପଦବୀ କଥା। ସେଇଆ ତ। ଆମେ ଦିନରାତି ଯେଉଁ କ୍ଷମତା ପଛରେ ଦୌଡ଼ୁଛେ, ତାହା କ'ଣ ପ୍ରକୃତରେ ଆମକୁ ଆନନ୍ଦ ଦେଉଛି? ନା ଆମେ କେବଳ ସେହି ବିଳାସକୁଞ୍ଜର ମୋହରେ ନିଜକୁ ଆବଦ୍ଧ କରି ରଖିଛୁ? ପିଙ୍ଗଳା ନିଜର ସେହି ମିଥ୍ୟାକୁ ଚିହ୍ନି ପାରିଲା ଏବଂ ଅତ୍ୟନ୍ତ ସାହସର ସହ ତାକୁ ପ୍ରତ୍ୟାଖ୍ୟାନ କଲା। ସେହି ଅଦମ୍ୟ ସାହସ ଆମ ଭିତରେ ସୃଷ୍ଟି ହେବା ନିହାତି ଜରୁରୀ। ଆଉ ସେହି ସାହସର ବାର୍ତ୍ତା ହିଁ ରାଧାମୋହନ ଗଡ଼ନାୟକଙ୍କର ଏହି ଅମର କୃତିର ଶ୍ରେଷ୍ଠ ଅବଦାନ। ଆଲୋଚନା ଶେଷ କରିବା ପୂର୍ବରୁ ଆମେ ଦେଖିଲେ ଯେ ପିଙ୍ଗଳା ଗୋଟେ ବାସ୍ତବିକ ବିଦେହ ନଗରର ବିଦାୟ ନେଲା। କିନ୍ତୁ ଆମ ସମସ୍ତଙ୍କ ଭିତରେ କ'ଣ ଗୋଟିଏ ଅଦୃଶ୍ୟ ବିଦେହ ନଗର ଲୁଚି ରହିନାହିଁ? ଏକଦମ ସତ କଥା। ଏକ ଏମିତି ଆରାମଦାୟକ କିନ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଜୀବନଶୈଳୀ ଯେଉଁଠି ଆମେ ଦୈନନ୍ଦିନ ନିଜର ପ୍ରକୃତ ସ୍ୱପ୍ନ ସହ ସାଲିସ କରି ଚାଲୁଛୁ। ଆଉ ଆମେ ଜାଣିଛୁ ଯେ ଏହି ଅଭିନୟ ଠିକ୍ ନୁହେଁ। ତଥାପି ଆମେ ସେହି ସୁରକ୍ଷିତ କୋକୁନକୁ ଭାଙ୍ଗିବାକୁ ଡରୁଛୁ। ତେଣୁ ଶେଷରେ ବିଚାର କରିବାର ବିଷୟ ହେଉଛି, ଆମ ଜୀବନରେ ଯେତେବେଳେ ସେହି ଦୂରରୁ ଆସୁଥିବା ନିର୍ମଳ ସତ୍ୟର ସ୍ୱର, ସେହି ମଞ୍ଜୁମୁରଳୀର ଡାକରା ଶୁଭିବ, ସେତେବେଳେ କ'ଣ ଆମେ ନିଜର ସେହି ମିଥ୍ୟା କୋକୁନକୁ ଛିନ୍ନ ଭିନ୍ନ କରି ଏକ ମୁକ୍ତ ପ୍ରଜାପତି ଭଳି ଉଡ଼ିଯିବାକୁ ପ୍ରକୃତରେ ପ୍ରସ୍ତୁତ ତ? ଏହି ବିଷୟରେ ନିଶ୍ଚୟ ଚିନ୍ତା କରିବେ।